ଶ୍ରମିକମାନଙ୍କ ପାଇଁ ସରକାର ଗୋଟିଏ ବହୁତ ବଡ଼ ଖୁସି ଖବର ଆଣିଛନ୍ତି। ଯଦି ଆପଣଙ୍କ ପାଖରେ ଗୋଟିଏ ଇ-ଶ୍ରମ କାର୍ଡ ରହିଛି, ତାହେଲେ ଆପଣମାନଙ୍କୁ ସରକାର 1500 ଟଙ୍କାର ସହାୟତା ରାଶି ଆପଣମାନଙ୍କୁ ଯୋଗାଇ ଦେବେ। ଯଦି ଆପଣଙ୍କ ପାଖରେ ଗୋଟିଏ ଇ-ଶ୍ରମ କାର୍ଡ ରହିଛି, ତାହେଲେ ଆପଣମାନେ ଏହି ଭିଡ଼ିଓକୁ ସ୍କିପ୍ ନ କରି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିବା ପାଇଁ ଚେଷ୍ଟା କରନ୍ତୁ। ଆପଣମାନେ ଏହି ଇ-ଶ୍ରମ କାର୍ଡକୁ ନେଇ ଯେଉଁ ନୂଆ ଯୋଜନା ଆସିଛି ବା ଆପଣଙ୍କୁ ଯେଉଁ ଏହି ଯୋଜନାରେ ଆପଣମାନେ କେମିତି ଆବେଦନ କରି ଆପଣମାନେ 1500 ଟଙ୍କାର ସହାୟତା ଆପଣମାନେ ପାଇପାରିବେ, ତାକୁ ଆପଣମାନେ ସମ୍ପୂର୍ଣ୍ଣ ଡିଟେଲ୍ସରେ ଜାଣିପାରିବେ। ସେଥିପାଇଁ ଆପଣମାନେ ଏହି ଭିଡ଼ିଓକୁ ସ୍କିପ୍ ନ କରି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ମୁଁ ଆପଣମାନଙ୍କୁ ଏହି ଇ-ଶ୍ରମ କାର୍ଡକୁ ଯେଉଁ ନେଇ ଏହି ନୂଆ ଅପଡେଟ୍ ଆସିଛି, ତାକୁ ଆପଣମାନଙ୍କୁ ମୁଁ ଏହି ଭିଡ଼ିଓରେ ଡିଟେଲ୍ସରେ କହିବା ପାଇଁ ଯାଉଛି। ଆଉ ଏହି ଇ-ଶ୍ରମ କାର୍ଡର ଯେଉଁ ନୂଆ ଯୋଜନା ଆସିଛି, ସେହି ବିଷୟରେ ମଧ୍ୟ ମୁଁ ଆପଣମାନଙ୍କୁ ଏହି ଭିଡ଼ିଓରେ ସେହି ବିଷୟରେ ଡିଟେଲ୍ସରେ କହିବା ପାଇଁ ଯାଉଛି। ତ ସେଥିପାଇଁ ଆପଣମାନେ ଭିଡ଼ିଓକୁ ସ୍କିପ୍ ନ କରି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତେବେ ଚାଲନ୍ତୁ ଦେଖିବା ଏହି ଇ-ଶ୍ରମ କାର୍ଡ ଯୋଜନାକୁ ନେଇ କ'ଣ ନୂଆ ଅପଡେଟ୍ ଆସିଛି, ଆଉ ଏହି ଇ-ଶ୍ରମ କାର୍ଡକୁ ନେଇ ଯେଉଁ କ'ଣ ନୂଆ ଯୋଜନା ରହିଛି, ସେହି ବିଷୟରେ ଚାଲନ୍ତୁ ଡିଟେଲ୍ସରେ ଦେଖିବା। କିନ୍ତୁ ତା ପୂର୍ବରୁ ଯଦି ଆପଣମାନଙ୍କୁ ଏହି ଭିଡ଼ିଓ ଟିକେ ବି ଇନଫର୍ମେଟିଭ ଲାଗିବ, ତାହେଲେ ଭିଡ଼ିଓକୁ ଗୋଟେ ଲାଇକ୍ ନିହାତି ଭାବରେ କରିକି ଯିବେ। ଆଉ ଚ୍ୟାନେଲରେ ନଥିଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ ଉପରେ ପ୍ରେସ୍ କରି ଅଲ୍ ନୋଟିଫିକେସନ୍ ଉପରେ ଅନ୍ କରିବାକୁ ଜମାରୁ ଭୁଲିବେନି, ଯାହାଦ୍ୱାରା ଆପଣ ମୋର ଏହି ଚ୍ୟାନେଲରୁ ଏହିଭଳି ନୂଆ ନୂଆ ଇନଫର୍ମେଟିଭ ଭିଡ଼ିଓର ଅପଡେଟ୍ ସର୍ବପ୍ରଥମେ ପାଇପାରିବେ। ସେଥିପାଇଁ ଆପଣ ମୋର ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖିଥାନ୍ତୁ। ଦେଖନ୍ତୁ ଇ-ଶ୍ରମ କାର୍ଡ, ଏହି ଯୋଜନାରେ ଖାତାକୁ ଆସୁଛି 1500 ଟଙ୍କା, 2 ଲକ୍ଷର ବୀମା ମଧ୍ୟ ମିଳୁଛି। ଏମିତି କରନ୍ତୁ ଆବେଦନ। ଦେଖନ୍ତୁ, ଇ-ଶ୍ରମ କାର୍ଡ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଗୁଡ଼ିଏ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଯୋଜନା କାର୍ଯ୍ୟକାରୀ ହେବା ସହିତ ସମୟକ୍ରମେ ସେଗୁଡ଼ିକରେ ସଂଶୋଧନ ମଧ୍ୟ ହୋଇଥାଏ। ଗରିବ ଶ୍ରମିକ ପରିବାରଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଯୋଜନାଗୁଡ଼ିକ ମଧ୍ୟରୁ ଇ-ଶ୍ରମ ଯୋଜନା ମଧ୍ୟ ଅନ୍ୟତମ। ତେବେ ଯେମିତିକି ଜାଣିଲେ, ଆପଣମାନେ ଏହି ଯୋଜନାଟିର ନାମ ହେଉଛି ଇ-ଶ୍ରମ ଯୋଜନା। ତ ଆପଣମାନଙ୍କୁ ଏହି ଇ-ଶ୍ରମ ଯୋଜନାରେ ଆପଣମାନେ ଆବେଦନ କଲେ ଆପଣମାନେ 1500 ଟଙ୍କାର ଆପଣମାନେ ସହାୟତା ରାଶି ପାଇପାରିବେ। ଏହି ଯୋଜନା 2021 ମସିହାରେ ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ଏହା ଇ-ଶ୍ରମ କାର୍ଡ ଭାତ ଯୋଜନା 2025 ଭାବେ ଜଣାଶୁଣା। ଏହି ଯୋଜନାର ଲକ୍ଷ୍ୟ ହେଉଛି ଦୈନିକ ମଜୁରୀ କିମ୍ବା ଛୋଟ କାମ ଉପରେ ନିର୍ଭର କରୁଥିବା ଲୋକଙ୍କୁ ସହାୟତା ପ୍ରଦାନ କରିବା। ନିର୍ମାଣ ଶ୍ରମିକ, ଘରୋଇ ସହାୟକ, କୃଷି ଶ୍ରମିକ, ରିକ୍ସା ଚାଳକ, ଗାଡ଼ି ଚାଳକ, ମତ୍ସ୍ୟଜୀବୀ ଏବଂ ଅନ୍ୟାନ୍ୟ ଛୋଟ ଶ୍ରମିକ ଏହି ଯୋଜନାର ମୁଖ୍ୟ ହିତାଧିକାରୀ। ଏହି ଯୋଜନା ଅଧୀନରେ ପ୍ରଦାନ କରାଯାଇଥିବା ଆର୍ଥିକ ସହାୟତା କିଛି ଆଶ୍ୱସ୍ତି ପ୍ରଦାନ କରିଛି, ବିଶେଷ କରି ଯେଉଁମାନଙ୍କର ଜୀବିକା ସମ୍ପୂର୍ଣ୍ଣ ଭାବରେ ଦୈନିକ ରୋଜଗାର ଉପରେ ନିର୍ଭର କରିଥାଏ। ତ ସେମାନଙ୍କ ପାଇଁ ଏଇଟା ଗୋଟେ ବେଶ ଗୁରୁତ୍ୱପୂର୍ଣ୍ଣ ଏହି ଯୋଜନାଟି ରହିବ। ତେବେ ଇ-ଶ୍ରମିକ ଯୋଜନା କ'ଣ? ଇ-ଶ୍ରମିକ ଯୋଜନା ଆପଣମାନଙ୍କର କ'ଣ ରହିଛି? ସରକାର 2025 ପ୍ରାରମ୍ଭରେ ଘୋଷଣା କରିଥିଲେ ଯେ ଯେଉଁ ଶ୍ରମିକମାନେ ସଫଳତାର ସହ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି, ସେମାନଙ୍କୁ ପର୍ଯ୍ୟାୟକ୍ରମେ 1500 ଟଙ୍କା ଆର୍ଥିକ ସହାୟତା ମିଳିବ। ଏହି ରାଶିକୁ ପ୍ରତ୍ୟେକ ଲାଭ ସ୍ଥାନାନ୍ତରିତ ଡିବିଟି ମାଧ୍ୟମରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଉଛି। ଶ୍ରମିକମାନେ ଏହି ଟଙ୍କାକୁ ସେମାନଙ୍କ ପରିବାରର ଆବଶ୍ୟକତା, ପିଲାମାନଙ୍କ ଶିକ୍ଷା କିମ୍ବା ସ୍ୱାସ୍ଥ୍ୟ ସେବା ପାଇଁ ବ୍ୟବହାର କରିପାରିବେ। ଏହି ରାଶି ଅନେକ ରାଜ୍ୟରେ ପହଞ୍ଚିବା ଆରମ୍ଭ ହୋଇଛି ଏବଂ ଅନ୍ୟ ରାଜ୍ୟରେ ଦେୟ ପ୍ରକ୍ରିୟା ଜାରି ରହିଛି। ଯେଉଁମାନେ ଏପର୍ଯ୍ୟନ୍ତ ଟଙ୍କା ପାଇନାହାନ୍ତି, ସେମାନେ ସହଜରେ ସେମାନଙ୍କର ପଞ୍ଜୀକରଣ ସ୍ଥିତି ଏବଂ ଦେୟ ସ୍ଥିତି ଅନଲାଇନରେ ଯାଞ୍ଚ କରିପାରିବେ। ସରକାର ଏଥିପାଇଁ ଏକ ୱେବସାଇଟ୍ ଏବଂ ମୋବାଇଲ ଆପ୍ଲିକେସନ୍ ମଧ୍ୟ ପ୍ରଦାନ କରିଛନ୍ତି। ତେବେ ଆପଣଙ୍କୁ ଏହି ଇ-ଶ୍ରମ କାର୍ଡ ଆଉ କ'ଣ କ'ଣ ଲାଭ ମିଳିପାରିବ, ତାକୁ ଚାଲନ୍ତୁ ମଧ୍ୟ ଡିଟେଲ୍ସରେ ଗୋଟି ଗୋଟି କରି ଦେଖିବା। ଦେଖନ୍ତୁ, ଇ-ଶ୍ରମ କାର୍ଡ ଶ୍ରମିକମାନଙ୍କୁ କେବଳ ଆର୍ଥିକ ସହାୟତା ନୁହେଁ, ବରଂ ଅନ୍ୟାନ୍ୟ ଅନେକ ସୁବିଧା ପ୍ରଦାନ କରିଥାଏ। 60 ବର୍ଷ ବୟସ ପରେ ମାସିକ 3000 ପେନ୍ସନ୍ ମଧ୍ୟ ଆପଣମାନଙ୍କୁ ମିଳିଥାଏ। ଦୁର୍ଘଟଣା ମୃତ୍ୟୁ କ୍ଷେତ୍ରରେ 2 ଲକ୍ଷ ବୀମା କଭରେଜ, ଆଂଶିକ ଅକ୍ଷମତା କ୍ଷେତ୍ରରେ 1 ଲକ୍ଷ ସହାୟତା, ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ 1 ଲକ୍ଷ ମାଗଣା ସ୍ୱାସ୍ଥ୍ୟ ସେବା ମଧ୍ୟ ଏହି ଯୋଜନାରେ ମିଳିଥାଏ। ରାସନ କାର୍ଡ, ଉଜ୍ଜ୍ୱଳା ଯୋଜନା ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଭଳି ଅନ୍ୟାନ୍ୟ ଯୋଜନା ସହିତ ଯୋଡ଼ି ହେବାର ସୁବିଧା ରହିଥାଏ। ଇ-ଶ୍ରମ କାର୍ଡ ପାଇଁ ଯୋଗ୍ୟତା ଏବଂ ଆବଶ୍ୟକ ଡକୁମେଣ୍ଟ କ'ଣ ରହିଛି, ବା ଆପଣମାନେ ଏହି ଯୋଜନାରେ ଆବେଦନ କରିବା ପାଇଁ ଆପଣଙ୍କୁ କ'ଣ କ'ଣ ଏହି ଇ-ଶ୍ରମ କାର୍ଡ ଯୋଜନା ରହିଛି, ତ ସେଥିପାଇଁ କ'ଣ କ'ଣ ଆବଶ୍ୟକ ଡକୁମେଣ୍ଟ ରହିଛି। ଏହି ଯୋଜନାର ଲାଭ ପାଇବା ପାଇଁ ଶ୍ରମିକମାନଙ୍କୁ କିଛି ଆବଶ୍ୟକତା ପୂରଣ କରିବାକୁ ପଡ଼ିବ। ଯେମିତିକି ଆପଣମାନଙ୍କର ଏହି ଯୋଜନାରେ ଆବେଦନ କରିବା ପାଇଁ ବୟସ 16ରୁ 59 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଶ୍ରମିକ ଅସଂଗଠିତ କ୍ଷେତ୍ରରେ ନିଯୁକ୍ତି ପାଇଥିବା ଆବଶ୍ୟକ। ମାସିକ ଆୟ 15,000ରୁ କମ୍ ହୋଇଥିବା ଆବଶ୍ୟକ ଏବଂ ଆପଣମାନଙ୍କର ଆଧାର କାର୍ଡ ଏବଂ ବ୍ୟାଙ୍କ ଆକାଉଣ୍ଟ ବାଧ୍ୟତାମୂଳକ। ଏଥିପାଇଁ ଆପଣମାନଙ୍କର ଆଧାର କାର୍ଡ ଆଉ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଆପଣଙ୍କୁ ଜରୁରୀ ପଡ଼ିବ। ଆଉ ଆପଣଙ୍କର ମୋବାଇଲ ନମ୍ବର ଆଧାର ସହିତ ଲିଙ୍କ ଥିବା ଆବଶ୍ୟକ। ତେବେ ଆପଣମାନେ ଏହି ଯୋଜନାରେ ଲାଭ ପାଇବା ପାଇଁ ହେଲେ ଆପଣମାନେ ଅନଲାଇନରେ କେମିତି ଆପଣମାନେ ଆବେଦନ କରିପାରିବେ, ତ ସେଥିପାଇଁ କିଛିଟା ଷ୍ଟେପ୍ ମଧ୍ୟ ରହିଛି, ଯାହାକୁ ମୁଁ ଆପଣମାନଙ୍କୁ ଦେଖାଇ ଦେବା ପାଇଁ ଚାହିଁବି। ତ ଦେଖନ୍ତୁ, ଯଦି ଆପଣ ଏପର୍ଯ୍ୟନ୍ତ ଏହି ଯୋଜନାରେ ଯୋଗ ଦେଇନାହାନ୍ତି, ତେବେ ଆପଣ ନିମ୍ନଲିଖିତ ପଦକ୍ଷେପ ଗୁଡ଼ିକୁ ଅନୁସରଣ କରି ନିଜକୁ ଆବେଦନ କରିପାରିବେ। ଯେମିତିକି ଆପଣଙ୍କର ଷ୍ଟେପ୍ 1ରେ ରହିଛି e-shram.gov.in ଯେଉଁ ୱେବସାଇଟ୍ ରହିଛି, ତ ସେହି ୱେବସାଇଟ୍କୁ ଆପଣମାନଙ୍କୁ ଯାଇକି ଆପଣଙ୍କର ଉମଙ୍ଗ ଆପ୍ ମଧ୍ୟ ଆପଣଙ୍କ ମୋବାଇଲରେ ଥିବା ଆବଶ୍ୟକ। ତ ଆପଣମାନେ ଏହି e-shram.gov.in ୱେବସାଇଟ୍ରେ ମଧ୍ୟ ଆପଣଙ୍କର ଏହି ଯୋଜନା ପାଇଁ ଆପଣମାନେ ଆବେଦନ କରିପାରିବେ, କିମ୍ବା ଆପଣଙ୍କର ଯେଉଁ ଉମଙ୍ଗ ଆପ୍ ରହିଛି, ତ ସେହି ଆପ୍କୁ ମଧ୍ୟ ଆପଣମାନେ ଡାଉନଲୋଡ୍ କରି ସେଠାରେ ମଧ୍ୟ ରେଜିଷ୍ଟ୍ରେସନ କରି ଆପଣମାନେ ଆବେଦନ କରିପାରିବେ। ତାପରେ ଆପଣଙ୍କର ଷ୍ଟେପ୍ 2ରେ ରହିଛି ରେଜିଷ୍ଟର ଅନ୍ ଇ-ଶ୍ରମ ବିକଳ୍ପ ଉପରେ ମଧ୍ୟ କ୍ଲିକ୍ କରନ୍ତୁ, ବା ଆପଣମାନେ ଯାହା ଆପଣଙ୍କର ଯେଉଁ ରେଜିଷ୍ଟ୍ରେସନ କରିବା ପାଇଁ ସେହି ଇ-ଶ୍ରମ ପୋର୍ଟାଲରେ ଆପଣଙ୍କୁ କରିବା ପାଇଁ ପଡ଼ିବ। ତ ଷ୍ଟେପ୍ 3ରେ ରହିଛି ଆପଣମାନଙ୍କର ଆଧାର ଲିଙ୍କ ହୋଇଥିବା ମୋବାଇଲ ନମ୍ବର ପ୍ରବେଶ କରିବାକୁ ପଡ଼ିବ। ତ ସେହି ମୋବାଇଲ ନମ୍ବର ଆପଣଙ୍କର ଯେଉଁ ଆପଣଙ୍କର ଆଧାର ଲିଙ୍କ ମୋବାଇଲ ନମ୍ବର ଥିବ, ତ ସେହି ମୋବାଇଲ ନମ୍ବରକୁ ଗୋଟିଏ OTP ଯିବ, ତ ଆପଣଙ୍କୁ ସେହି OTP ମଧ୍ୟ ଦେବା ପାଇଁ ପଡ଼ିବ।
ତ ଆପଣମାନେ ଏହିପରି ଭାବରେ ଗୋଟିଏ ଗୋଟିଏ କରି ଷ୍ଟେପ୍ ଆଗକୁ ଯାଇକି ଆପଣମାନେ ଏଇ ଇ ଶ୍ରମ ଯୋଜନା ପାଇଁ ଆପଣମାନେ ଆବେଦନ କରିପାରିବେ। ଆଉ ଯଦି ଆପଣମାନେ ଅଫଲାଇନରେ ମଧ୍ୟ ଆପଣଙ୍କ ଏଇ ଯୋଜନା ପାଇଁ ଆବେଦନ କରିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣମାନେ ଯେଉଁ CSC କେନ୍ଦ୍ର କିମ୍ବା ଆପଣଙ୍କ ଯେଉଁ ଜନସେବା କେନ୍ଦ୍ର ରହିଛି ତ ଆପଣମାନେ ସେଠାରେ ଯୋଗାଯୋଗ କରି ଆପଣମାନେ ଏଇ ଇ ଶ୍ରମ ଯୋଜନା ପାଇଁ ଆବେଦନ କରିପାରିବେ। ଦେଖନ୍ତୁ ଯଦି ଆପଣମାନେ ଆପଣଙ୍କ ଯେଉଁ ଏଇ ଇ ଶ୍ରମ ଯୋଜନା ରହିଛି ଯଦି ଆପଣମାନେ ଅନଲାଇନରେ ଆବେଦନ କରୁଛନ୍ତି ତାହେଲେ ଆପଣମାନେ ତାହା ମାଗଣାରେ ଆପଣମାନେ ଆବେଦନ କରିପାରିବେ। ଆଉ ଯଦି ଆପଣମାନେ CSC ସେଣ୍ଟର କିମ୍ବା ଆପଣ ଯେଉଁ ଜନସେବା କେନ୍ଦ୍ର ରହିଛି ଯଦି ସେଠାରେ ଆପଣମାନେ କରୁଛନ୍ତି ତ ଆପଣମାନେ ଏଇ ଆବେଦନ ପ୍ରକ୍ରିୟା ପାଇଁ ଆପଣମାନଙ୍କୁ 20 ରୁ 50 ଟଙ୍କା ପର୍ଯ୍ୟନ୍ତ ଆପଣମାନେ ସେ ନେଇପାରନ୍ତି। ତ ଆପଣମାନେ ସେଇଭଳି ଭାବରେ ଆପଣ ଦୁଇ ପ୍ରକାର ଆପଣ ଅନଲାଇନ କିମ୍ବା ଅଫଲାଇନରେ ଆବେଦନ କରିପାରିବେ।